ପିଲାମାନେ ଆପଣମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଆପଣଙ୍କର ସବୁ ସ୍କୁଲକୁ ନୋଟିସ୍ ଯାଇଛି ଯେ ଆପଣଙ୍କର ଶିଶୁ ସେବିକା ନିଯୁକ୍ତି ପାଇଁ। ଏହା ଉପରେ ମୁଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଏ ଟୁ ଜେଡ୍ ଜବ୍ସ ଇନଫର୍ମେସନରେ କମ୍ପ୍ଲିଟ୍ ଭିଡ଼ିଓ ବନେଇଥିଲି ଏବଂ ସେଇ ଭିଡ଼ିଓରେ ମୁଁ କହିଥିଲି ଯେ ଏଇ ତିନୋଟି କାମ ନିଶ୍ଚୟ ରୂପରେ କରିଦିଅନ୍ତୁ। ବର୍ତ୍ତମାନ ସମୟରେ ସେଇ ଉପରେ ଅପଡେଟ୍ ଦେବା ପାଇଁ ମୁଁ ଆପଣଙ୍କ ପାଇଁ ଏକ ଭିଡ଼ିଓ କରିଛି। ଯେଉଁମାନେ ବି ଶିଶୁ ସେବିକାରେ ଆବେଦନ କରିବା ପାଇଁ ଚାହୁଁଛନ୍ତି ବା ଶିଶୁ ସେବିକା ଜବ୍ ପାଇବା ପାଇଁ ଚାହୁଁଛନ୍ତି, ପିଲାମାନେ ତମମାନଙ୍କ ପାଇଁ ଏକ ବହୁତ ଭଲ ସୁଯୋଗ ଆସିଛି। ଦେଖନ୍ତୁ ପିନ୍ କମେଣ୍ଟରେ ଆପଣମାନଙ୍କୁ ଆମର ଯେଉଁ ୟୁଟ୍ୟୁବ୍ ଚ୍ୟାନେଲର କମ୍ପ୍ଲିଟ୍ ଭିଡ଼ିଓ ମିଳିଯିବ। ସେଇ ଭିଡ଼ିଓରେ ମୁଁ ଆପଣମାନଙ୍କୁ ଯେମିତି କହିଛି ଆପଣମାନେ ସେମିତି କରନ୍ତୁ। ତଥାପି ମୁଁ ଆପଣମାନଙ୍କୁ ସର୍ଟରେ କହିଦେଉଛି, ଆପଣମାନଙ୍କୁ ପ୍ରଥମେ କ'ଣ କରିବା ପାଇଁ ପଡ଼ିବ, ନିଜ ସ୍କୁଲରେ ବା ନିଜ ଏରିଆରେ ଆପଣଙ୍କର ଯେଉଁ ସ୍କୁଲ କମିଟି ଥିବ, ସ୍କୁଲ ମ୍ୟାନେଜମେଣ୍ଟ କମିଟି ଥିବ, ଆପଣମାନଙ୍କୁ ଯାଇକି ସ୍କୁଲ ମ୍ୟାନେଜମେଣ୍ଟ କମିଟିରେ ପ୍ରଥମେ ଭେଟିବା ପାଇଁ ପଡ଼ିବ। କ'ଣ ପାଇଁ ନା, ଏଇ ଯେଉଁ ଶିଶୁ ସେବିକା ନିଯୁକ୍ତି ଯେଉଁଟାକି ଗଭର୍ଣ୍ଣମେଣ୍ଟ 45,000 ଭ୍ୟାକେନ୍ସି ଆପଣଙ୍କର କରିଛି, ସେଠି ତାର ଯେଉଁ କେଉଁମାନେ ନିଯୁକ୍ତି ହେବେ ସେଟା କମ୍ପ୍ଲିଟଲି ଆପଣଙ୍କର ସ୍କୁଲ ମ୍ୟାନେଜମେଣ୍ଟ କମିଟି ଉପରେ ହିଁ ଅଛି। ତେଣୁ ସର୍ବପ୍ରଥମେ ଆପଣମାନଙ୍କୁ ଯାଇକି ଆଗେ ନିଜ ସ୍କୁଲ ମ୍ୟାନେଜମେଣ୍ଟ କମିଟିକୁ ଦେଖା କରିବା ପାଇଁ ପଡ଼ିବ। ଯିଏ ବି ଆପଣଙ୍କର ରହିଛନ୍ତି ତାଙ୍କୁ ଦେଖା କରିବା ପାଇଁ ପଡ଼ିବ ଏବଂ ତାଙ୍କ ସହିତ କଥା ହୁଅନ୍ତୁ ଯେ ଯେତେବେଳେ ବି ଆପଣଙ୍କ ସ୍କୁଲରେ ଏଇ ଭ୍ୟାକେନ୍ସି ଆସିବ, ସର୍ବପ୍ରଥମେ ଯେମିତି ଆପଣଙ୍କୁ ଏହାର ଅପଡେଟ୍ ଦେବେ। ଏହା ଉପରେ ମୁଁ ଏକ ଡେଡିକେଟେଡ୍ ଭିଡ଼ିଓ ବନେଇଛି ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଏ ଟୁ ଜେଡ୍ ଜଷ୍ଟ ଇନଫର୍ମେସନରେ। ଯଦି ଆପଣମାନେ ଦେଖିବା ପାଇଁ ଚାହୁଁଛନ୍ତି, ନିଶ୍ଚୟ ରୂପରେ ଚ୍ୟାନେଲକୁ ଭିଜିଟ୍ କରିକି ଆପଣମାନେ ଦେଖିପାରିବେ। ଏଇଟା ଗୋଟେ ବହୁତ ବଡ଼ ସୁଯୋଗ, ନିଜ ଗାଁ ପାଖରେ ରହିକି ବା ନିଜ ଘରେ ପାଖରେ ରହିକି ଚାକିରି କରିବା ପାଇଁ ଆପଣଙ୍କ ପାଇଁ ଗୋଟେ ପିଲାମାନେ ଶେଷ ସୁଯୋଗ। ତେଣୁ ଏଇ ସୁଯୋଗକୁ ଜମା ବି ହାତଛଡ଼ା କରନ୍ତୁ ନାହିଁ। ଏବେ ହିଁ ଯେମିତି ମୁଁ ଆପଣଙ୍କୁ ସେ ଭିଡ଼ିଓରେ କହିଛି ସେମିତି କରିଦିଅନ୍ତୁ। ଜୟ ଜଗନ୍ନାଥ।